ଆମର ୱେଷ୍ଟର୍ଣ୍ଣ ଓଡ଼ିଶା ପ୍ୟାକ୍ସ ଲ୍ୟାମ୍ପସ୍ ଆମର ଏମ୍ପ୍ଲୟି ଆସୋସିଏସନ୍ ମାନଙ୍କର ବିଭିନ୍ନ ଦାବି ନେଇକରି ଆଜି ପଶ୍ଚିମ ଓଡ଼ିଶାର ସମଗ୍ର 10ଟି ଜିଲ୍ଲାରେ ଡିଆର୍ସିଏସ୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ତାଙ୍କର ଦାବିକୁ ଡିଆର୍ସିଏସ୍ ମାଧ୍ୟମରେ ଆର୍ସିଏସ୍ ପାଖକୁ ପଠାଯାଇଛି। ସେଥିରେ ବିଶେଷ କରି ମୁଖ୍ୟ ଦାବି ଆଜି ପର୍ଯ୍ୟନ୍ତ ଆମର ଯେଉଁ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍ର ସମସ୍ତ କର୍ମଚାରୀମାନଙ୍କର 7th ପେ ଲାଗୁ ହେଲା ନାହିଁ। ଆମେ ବିଗତ ଦିନରେ ଯାଇ ସେଠି ଆଲୋଚନା କରିଥିଲୁ ଆମର ୟୁନିୟନ ତରଫରୁ। ଆଲୋଚନା କଲା ପରେ ସେଠି ଆମକୁ କହିଲେ ଯେ ଆମେ ୟାକୁ ନିଶ୍ଚିତ ଭାବରେ ସବୁ କାର୍ଯ୍ୟକାରୀ ହେଲାଣି, ଆମେ କରିବୁ। କିନ୍ତୁ ଦୁର୍ଭାଗ୍ୟର କଥା, ଯେଉଁ ଏକ ପତ୍ର ଦେଲେ ସେ ପତ୍ର ମାଧ୍ୟମରେ ଯେଉଁ କ୍ରାଇଟେରିଆ ଦେଇଛନ୍ତି ସେ କ୍ରାଇଟେରିଆ ଉପଯୁକ୍ତ ନୁହେଁ ମାନେ ସମଗ୍ର ଓଡ଼ିଶାର କୌଣସି ସୋସାଇଟି ପାଇଁ। ତେଣୁ ତାକୁ ପରିବର୍ତ୍ତନ କରି ଯେଉଁଟା 6th ପେ ବେଳେ ଯେଉଁ ଯେମିତି ଦିଆହେଇଥିଲା ସେଭଳିଆ ଚିଠି ଦିଆଯାଉ। ଯଦି ବି ପ୍ୟାକ୍ସ ଏବଂ ଲ୍ୟାମ୍ପସ୍ର ତାଙ୍କ ବଡି ନିଜସ୍ୱ ବଡି ଅଛି, କିନ୍ତୁ ଯେହେତୁ ସେଠି ତାଙ୍କର ଅନୁମତି ନହେଲେ, ଆପ୍ରୁଭାଲ ନହେଲେ ଇଏ ଦେବା ସମ୍ଭବ ହେଉନାହିଁ। ତେଣୁ ଆର୍ସିଏସ୍ଙ୍କ ପାଖରୁ ଆପ୍ରୁଭାଲର ଆବଶ୍ୟକତା ଅଛି। ତେଣୁ ତାଙ୍କୁ ଆମର ଏଇଟା ପ୍ରଥମ ଦାବି। ତାପରେ ପରେ ଆହୁରି ବି ଅନେକ ଦାବି ଅଛି, ଯେଉଁଟାକି ଆମର ଗ୍ରାଚୁଇଟି, ଜିପିଏଫ୍ର କଥା ହେଲା, ଆମର କିଛି ସେୟାର ଯେଉଁ ରହୁଛି ଚାଷୀମାନଙ୍କର ପଇସା 10%, 5% ସୋସାଇଟି ରହିବା କଥା, ବ୍ୟାଙ୍କରେ 5% ରହିବା କଥା, ସମସ୍ତ 10% ରହିଯାଉଛି ବ୍ୟାଙ୍କରେ। ଯେଉଁଟାକି ଯେ ସୋସାଇଟିରେ 5% ପଇସା ରହିଥିଲେ ତାର ବି ତାଙ୍କର ସୁଧକୁ ନେଇକରି ବିଭିନ୍ନ କାମ, ଉନ୍ନୟନମୂଳକ କାମ ବି କରିପାରିଥାନ୍ତେ। ଆଉ ଗୋଟେ ଆମର ଯେଉଁଟାକି ଏଫ୍ ଡି ସବୁ ପଡ଼ି ରହିଛି ବ୍ୟାଙ୍କରେ, ତ ଯେଉଁଟାକି ସେଟା ସୋସାଇଟିର ତାର ନିଜସ୍ୱ ରହିବା କଥା। ଆଉ ଟିକେ 30% ନିଶ୍ଚିତ ୟାକୁ ଆମେ ଡିଆର୍ସିଏସ୍ଙ୍କ ମାଧ୍ୟମରେ ସରକାରଙ୍କ ଯେଉଁ ଆର୍ସିଏସ୍ ପାଖକୁ ପଠାହେଇଛି ଏବଂ ଆମେ ନିଶ୍ଚିତ ଭାବରେ ୟାକୁ ନେଇକରି ଆମ ସଂଘ ତରଫରୁ ଆର୍ସିଏସ୍କୁ ଏବଂ ମାନ୍ୟବର ମନ୍ତ୍ରୀଙ୍କୁ ସାକ୍ଷାତ କରି ସବୁ ଅବଗତ କରିବା ପାଇଁ ଆମେ ଯୋଜନା ରଖୁ। ଆଜି ଧାରଣାର ମୁଖ୍ୟ ଆମର ଉଦ୍ଦେଶ୍ୟଟା ହେଲା, ଆମେ ପେଡ଼ି ପ୍ରୋକ୍ୟୁରମେଣ୍ଟ ଆଗରୁ ଯେତେବେଳେ ଷ୍ଟାର୍ଟ ହେଲା ତାର ଆଗରୁ ଆମେ ସରକାରକୁ ଗୋଟେ ଦାବିପତ୍ର ଦେଇଥିଲୁ ଯେ ଆମର ବିଭିନ୍ନ ସମସ୍ୟା ଉପରେ, ଯେନ୍ଟାକି ଆମର 7th ପେ କମିଶନ ହେଲା, ତାପରେ HR ପଲିସିରେ ଆମର DO ଭାଇମାନଙ୍କୁ ଇନକ୍ଲୁଡ଼ କରବାର୍ ଲାଗି, ତାପରେ ହେଲା ଆମର ଗ୍ରାଚୁଇଟି ଆଉ ଆମର PF ବାବଦରେ ଏ ସମସ୍ୟାକେ ନେଇକରି ଆମେ ବହୁତ ଦିନ ଦାବି କରି ଆସୁଛୁ, କିନ୍ତୁ ଆଜି ଯାଏଁ କିଛି ସଫଳତା ନାଇଁ ମିଳେ। ସେଥିର୍ଲାଗି ଆଜି ଆମେ ସମ୍ବଲପୁର ଆମର ପଶ୍ଚିମ ଓଡ଼ିଶା ସ୍ତରରେ ସବୁ 10ଟା ଡିଷ୍ଟ୍ରିକ୍ଟର ସବୁ DRCS ଅଫିସ୍ ସାମ୍ନାରେ ଏଇଟା ଧାରଣାରେ ବସିଛୁ। ଆମେ ଆଜି ପହିଲା ଗୋଟେ ଦିନ ଲାଗି ଶାନ୍ତିପୂର୍ଣ୍ଣ ଧାରଣା ଦେଇଛୁ। ଆଜି ଯଦି ଆଗକେ ଯଦି କିଛି ଆମେ ଭାବୁଛୁ ସରକାର କିଛି ଗୋଟେ କରିବେ ବୋଲିକରି, ଯଦି କିଛି ସଫଳତା ନାଇଁ ପଡ଼ିଲା, ଯଦି କିଛି ନାଇଁ ହେଲା ବେଲେ ଆମେ ସଭାପତି ଆମର ଯେନ୍ଟା ଆଦେଶ ଦେବେ ଆମେ ସେ ହିସାବେ ଆଗକେ